ଜୟ ଜଗନ୍ନାଥ। ଲୋକଙ୍କ କଥାରେ ନିଜକୁ ଉତ୍ପୀଡ଼ିତ କରିଦେଇ ଆମେ ମାନସିକ ଶାନ୍ତି ପାଇବା ନାହିଁ। ଅନ୍ୟ ପକ୍ଷରେ ସବୁବେଳେ ସବୁ ଲୋକଙ୍କୁ ସମାନ ଭାବରେ ଖୁସି କରିବା ଆଦୌ ସମ୍ଭବ ମଧ୍ୟ ନୁହଁ। ଯାହା କଲେ ବି ଲୋକ କିଛି ନା କିଛି କହିବେ। ଲୋକଙ୍କର କାମ ହେଉଛି ସମାଲୋଚନା କରିବା। ଯେପରିକି ଥରେ ବାପ ପୁଅ କିଛି ଜିନିଷପତ୍ର ସହ ଗଧ ପିଠିରେ ବସି ଯାଉଥିଲେ। ଗଧଟି କ୍ଳାନ୍ତ ହେଉ ନ ହେଉଣୁ ଲୋକମାନେ କହିବାକୁ ଆରମ୍ଭ କଲେ, କେତେ ନିର୍ଦ୍ଦୟ ଏ ଦୁଇ ଲୋକ, ଗଧଟିକୁ କେତେ କଷ୍ଟ ଦେଉଛନ୍ତି। ଏ କଥା ଶୁଣି ବାପ ପୁଅ ଦୁହିଁଙ୍କ ମନରେ କଷ୍ଟ ହେଲା। ତହୁଁ ପୁଅ ଓହ୍ଲାଇ ପଡ଼ିଲା। ଟିକିଏ ବାଟ ଯିବା ପରେ ଲୋକେ କହିଲେ, କେଡ଼େ ନିର୍ଦ୍ଦୟ ଏ ବାପ, ନିଜେ ଆରାମ କରୁଛି, ପୁଅକୁ କଷ୍ଟ ଦେଉଛି। ଏ କଥା ଶୁଣି ବାପ ମନରେ କଷ୍ଟ ହେଲା। ତହୁଁ ସେ ଓହ୍ଲାଇ ପଡ଼ି ନିଜେ ଚାଲିଲା ଓ ପୁଅକୁ ଗଧ ପିଠିରେ ବସାଇଲା। କିଛି ବାଟ ଯିବା ପରେ ଲୋକମାନେ ପୁଣି କହିଲେ, କେଡ଼େ ନିଷ୍ଠୁର ଏ ପୁଅ, ନିଜେ ଆରାମ କରୁଛି, ବାପକୁ ଚଲାଇ ଚଲାଇ କଷ୍ଟ ଦେଉଛି। ଏକଥା ଶୁଣି ପୁଅ ଓହ୍ଲାଇ ପଡ଼ିଲା ଓ ବାପ ପୁଅ ଦୁହେଁ ଚାଲି ଚାଲି ଗଲେ। ତହୁଁ ଲୋକମାନେ କହିଲେ, କେଡ଼େ ବୋକା ଏ ଲୋକ ଦୁଇଟି, ଗଧ ଚାଲିଛି, ଏମାନେ ମଧ୍ୟ ଚାଲିଛନ୍ତି। ଚାଲି ଚାଲି ତ ଯାଉଛନ୍ତି, ଗଧଟିକୁ ପୋଷିଛନ୍ତି କାହିଁକି? ଏହା ଶୁଣି ବାପ ପୁଅ ଦୁହେଁ ମୁଣ୍ଡରେ ହାତ ଦେଇ ଗଛ ତଳେ ବସି କହିଲେ, ହାୟରେ ସଂସାର, ଏଠାରେ ଯାହା କଲେ ମଧ୍ୟ ଲୋକମାନେ କହିବେ। ଏ ସଂସାରର ଲୋକଙ୍କୁ ସହସ୍ର ପ୍ରଣାମ। ଅତଏବ ଏ ସଂସାର ଏପରି ଯେ, ଯାହାର ଯେତେବେଳେ ଯେପରି କଥା ମନକୁ ଆସିବ ସେତେବେଳେ ସେ ସେପରି କଥା କହିଯିବେ। ସବୁ କଥା ଶୁଣିଲେ ଜୀବନରେ ପାଦଟିଏ ମଧ୍ୟ ଆଗକୁ ଯାଇ ହେବ ନାହିଁ। ମନ ଖାଲି ନୈରାଶ୍ୟରେ ଜର୍ଜରିତ ହୋଇ ଭାଙ୍ଗି ପଡ଼ିବ। ଶେଷରେ ଜୀବନ ଦୁର୍ବିସହ ହେବ, ଦୁଃସହ ହେବ। ଅତଏବ ଲୋକମାନଙ୍କ କଥାରେ ଏତେ ଗୁରୁତ୍ୱ ନ ଦେଇ ନିଜର ବିବେକ ବିଚାର ପ୍ରୟୋଗ କରି ସ୍ଥାନ କାଳ ପାତ୍ର ଅନୁକୂଳ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ। ଆମେ ସାଧାରଣତଃ ଆନନ୍ଦ ପାଇବା ପାଇଁ କାର୍ଯ୍ୟ କରୁ। ଏହି ମାନସିକତା ହିଁ ଆମ ଦୁଃଖର କାରଣ ହୁଏ। ଆନନ୍ଦ ପାଇଁ କର୍ମ ନୁହେଁ, କର୍ମରୁ ଆନନ୍ଦ ପାଇବା ହିଁ ଆମର ଲକ୍ଷ୍ୟ ହେବା ଉଚିତ। ନିଜକୁ କର୍ତ୍ତା ବୋଲି ଭାବି ଛଟପଟ ନ ହୋଇ କର୍ମ ପାଇଁ ଏକ ମାଧ୍ୟମ ବୋଲି ନିଜକୁ ଭାବିଲେ ଆମେ ଯଥାର୍ଥ ଆନନ୍ଦ ପାଇପାରିବା। ଫଳତଃ ପ୍ରତ୍ୟେକ କର୍ମ ଭିତରେ ଆମେ ନିଜକୁ ମଜ୍ଜାଇ ଦେଇପାରିବା ଓ ନିଜର ସୃଜନଶୀଳତା ତଥା କଳାତ୍ମକତାକୁ ରୂପାୟିତ କରିପାରିବା।